ଜଣେ ବାପ୍ତିସ୍ମ ନେଲା ପରେ ସେ ଯୀଶୁଙ୍କ ସହିତ ସେ ଏକ ହୋଇଥାଏ। ସେଥିପାଇଁ ପାଉଲ କହିବେ, ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମଠାରେ ଜୀବିତ। ଆଜି 26 ଜଣ ପୁଅ ଝିଅମାନେ ସେମାନେ ବାପ୍ତିସ୍ମ ନେଇ ଯୀଶୁଙ୍କ ସହିତ ସେମାନେ ଆଜି ଏକ ହୋଇଛନ୍ତି। ଯୀଶୁଙ୍କ ସହିତ ଆଜି ସେମାନେ ଏକ ହୋଇଅଛନ୍ତି। ପୁଣି ଗାଲାତୀୟ 3:ତାର 27 ପଦରେ ଲେଖାଯାଏ, ବାପ୍ତିସ୍ମ ଦ୍ୱାରା ଆମେ ପ୍ରଭୁ ଯୀଶୁଙ୍କୁ ଆମେ ପରିଧାନ କରିଥାଉ। ହାଲେଲୁୟା, ହାଲେଲୁୟା। ଜଣେ ବାପ୍ତିସ୍ମ ନେଲେ ଯାଇ ସେ ଯୀଶୁଙ୍କୁ ବସ୍ତ୍ର ପରି ସେ କଣ କରିପାରିବ? ପରିଧାନ କରିବ, ପିନ୍ଧି ପାରିବ। ହେଲେ ତାକୁ ଦେଖିଲେ କିଏ କାହାକୁ ଦେଖିବାକୁ ମିଳିବ? ଯୀଶୁଙ୍କୁ। ଆଜି 26 ଜଣ ପୁଅ ଝିଅମାନେ ସେମାନେ ବାପ୍ତିସ୍ମ ନେଲେ ଏବଂ ସେମାନେ ଯୀଶୁଙ୍କୁ ସେମାନେ ପରିଧାନ କଲେ, ଯୀଶୁଙ୍କୁ ସେମାନେ ପିନ୍ଧିଲେ। ବାପ୍ତିସ୍ମ ନେଲେ ହିଁ ଯୀଶୁଙ୍କ ସହିତ ଏକ ହୋଇପାରିବେ। ବାପ୍ତିସ୍ମ ହିଁ ଯୀଶୁଙ୍କୁ ପରିଧାନ କରିବାରେ ଆମକୁ ସାହାଯ୍ୟ କରିବ। ଯୀଶୁଙ୍କୁ ବିଶ୍ୱାସ କରି ଯୀଶୁଙ୍କୁ ନିଜର ବ୍ୟକ୍ତିଗତ ପରିତ୍ରାଣକର୍ତ୍ତା, ଉଦ୍ଧାରକର୍ତ୍ତା, ମୁକ୍ତିଦାତା ଗ୍ରହଣ କରି ଯେଉଁମାନେ ବାପ୍ତିସ୍ମ ଗ୍ରହଣ କରନ୍ତି ଯୀଶୁଙ୍କ ସହିତ ସେମାନେ ମରନ୍ତି, ସମାଧି ପ୍ରାପ୍ତ ହୁଅନ୍ତି, ପୁନରୁତ୍ଥିତ ହୁଅନ୍ତି, ଯୀଶୁଙ୍କ ସହିତ ଏକ ହୁଅନ୍ତି। ପୁଣି ଯୀଶୁଙ୍କୁ ସେମାନେ କଣ କରନ୍ତି? ପରିଧାନ କରନ୍ତି। ପୁଣି ଈଶ୍ୱରଙ୍କ ଲୋକମାନେ ପ୍ରଥମ ପିତର 3:21 ପଦରେ ଲେଖାଯାଏ, ବାପ୍ତିସ୍ମ ଦ୍ୱାରା ଜଣେ ଶୁଚି ବିବେକ ତା ଜୀବନରେ ସେ ପାଇବ। ବାପ୍ତିସ୍ମ ଦ୍ୱାରା ଜଣେ ଶୁଚି ବିବେକ ତା ଜୀବନରେ ପାଇବ। ସେଥିପାଇଁ ବାପ୍ତିସ୍ମ ନିତାନ୍ତ ଆବଶ୍ୟକ। ପ୍ରଭୁ ଯୀଶୁ କେମିତି ଭାବରେ ଯୀଶୁଙ୍କୁ କବର ଦିଆଗଲା? ସମ୍ପୂର୍ଣ୍ଣ ଭାବରେ କବରରେ ହିଁ ଆଉ ଭିତରେ ପ୍ରଭୁ ଯୀଶୁଙ୍କୁ ରଖାଗଲା। ଈଶ୍ୱରଙ୍କ ଲୋକମାନେ ତା ରହସ୍ୟ କଥା ଅନେକ। ସେଥିପାଇଁ ଆମେ ସମ୍ପୂର୍ଣ୍ଣ ଜଳରେ କଣ ହେବାକୁ ହେବ? ବୁଡ଼ିବାକୁ ହେବ। ତା ହେଉଛି ବାପ୍ତିସ୍ମ ଅଟେ। ଆଜି 26 ଜଣ ପୁଅ ଝିଅମାନେ ବାପ୍ତିସ୍ମ ଦ୍ୱାରା ସେମାନେ ଯୀଶୁଙ୍କ ସହିତ ଉଠିଲେ, ଯୀଶୁଙ୍କ ସହିତ ଏକ ହେଲେ, ଯୀଶୁଙ୍କୁ ପରିଧାନ କଲେ, ଶୁଚି ବିବେକ ସେମାନଙ୍କ ଜୀବନରେ ପାଇଲେ। ଯଦି ଆମେ ଦେଖିବା ମାର୍କ 16:16 ପଦରେ ଲେଖାଯାଏ, ଯେ ବିଶ୍ୱାସ କରି ବାପ୍ତିଜିତ ହୁଏ ସେ ପରିତ୍ରାଣ ପାଇବ। ହାଲେଲୁୟା। এই সমস্ত আশীর্বাদ পাইবা পাই যে বিশ্বাস করি বাপ্তিস্ম গ্রহণ করিব সে কোন পাইব? পরিত্রাণ পাইব। পরিত্রাণ অনন্ত জীবন, স্বর্গরে পরমেশ্বরଙ୍କ সহিত রহিবার স্বর্গীয় আশীর্বাদ তা জীবনে সে পাইব। ଆଉ ଯଦି ବିଶ୍ୱାସ ଯଦି କରିବ ନାହିଁ ତାର ତଳକୁ ଲେଖା ଯେ ସେ କଣ ପାଇବ? ଦଣ୍ଡ ପାଇବ, ପରିତ୍ରାଣ ନାହିଁ। ସେଥିପାଇଁ ବାପ୍ତିସ୍ମ ନିହାତି ଆବଶ୍ୟକ। ବିଶ୍ୱାସ କରି ବାପ୍ତିସ୍ମ ନେବାକୁ ହେବ। ଅନେକ ଖ୍ରୀଷ୍ଟିଆନ ହେଲେ ମଧ୍ୟ ବିଶ୍ୱାସ ନାହିଁ ବୋଧେ ଯେ ବାପ୍ତିସ୍ମ ହେଇପାରୁନାହାନ୍ତି। ବିଶ୍ୱାସ ଯଦି ଆମେ କରୁଛୁ, ବାକ୍ୟ ସ୍ପଷ୍ଟ ଭାବରେ ପ୍ରକାଶ କରେ, ବିଶ୍ୱାସ ଯଦି ଜଣେ କରେ ସେ ବାପ୍ତିସ୍ମ ନେବାକୁ ପଡ଼ିବ। ତେବେ
ସେ କଣ ପାଇବ? ପରିତ୍ରାଣ ପାଇବ।